ଦେଇ ଅଛନ୍ତି ବହୁତ ବହୁତ ଧନ୍ୟବାଦ। ଆଜି ଆମେମାନେ ପବିତ୍ର ବଚନରେ ଯାହାକି ଆମେମାନେ ପ୍ରଭୁଙ୍କ ଠାରେ ଜୀବନ ବିତାଉଛୁ, ଆମମାନେ ପ୍ରଭୁଙ୍କର ସନ୍ତାନ। ଆମେ ଯେତେବେଳେ ପ୍ରଭୁ ଆମମାନଙ୍କୁ ଡାକିଲେ, ପ୍ରଭୁ ଆମେ ତାଙ୍କର ସନ୍ତାନ ହେଲୁ, ଆମମାନଙ୍କର କାର୍ଯ୍ୟ, ଆମମାନଙ୍କର ଆଚରଣ କ'ଣ ହେବା ଦରକାର, ଆମେ ପ୍ରଭୁଙ୍କ ଠାରେ ସାଥ ସାଥ କେମିତି ଚାଲବା ଦରକାର। ପ୍ରଭୁ ଆଜି ଏ ବିଷୟରେ ପ୍ରଭୁ ମୋ ଜୀବନରେ ପ୍ରଭୁ ତାଙ୍କର ଏ ଦ୍ୱାରା ମୁଖ ଦ୍ୱାରା ନେଇକି କଥା କୁହନ୍ତୁ। ଆମେ ଦେଖିବା ଏଫେସୀୟ 4:1 ଏ ପ୍ରକାର ଲେଖାଯାଇଅଛି। ଏଫେସୀୟ 4 ପର୍ବର 1 ପଦରୁ, ଅତଏବ ପ୍ରଭୁଙ୍କ ହେତୁ ବନ୍ଦୀ ଯେ ମୁଁ ତୁମମାନଙ୍କୁ ଅନୁରୋଧ କରୁଅଛି, ତୁମେମାନେ ଯେଉଁ ଆହ୍ୱାନରେ ଆହୁତ ହୋଇଅଛ ସେଥିର ଯୋଗ୍ୟ ଆଚରଣ କର। ଏଠାରେ ପାଉଲ କ'ଣ କହୁଅଛନ୍ତି? ଅଥଇ ପ୍ରଭୁଙ୍କ ହେତୁ ବନ୍ଦୀ ଯେ ମୁଁ ତୁମମାନଙ୍କୁ ଅନୁରୋଧ କରୁଅଛି, ତୁମେମାନେ ଯେଉଁ ଆହ୍ୱାନରେ ଆହୁତ ହୋଇଅଛ ସେଥିରେ ଯୋଗ୍ୟ ଆଚରଣ କର। ଆମେମାନେ କ'ଣ? ଆମେମାନେ ଯେଉଁ ଆହ୍ୱାନରେ ଆମେ ଆହୁତ ହେଉଛୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଯେଉଁ ପ୍ରେମ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କର ଯେଉଁ କ୍ରୁଶର ବିଧ, ତାଙ୍କର ଯେଉଁ ଆହତ, ସମସ୍ତରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ କ'ଣ କରିଅଛନ୍ତି? ସେ ଆହ୍ୱାନ କରିଅଛନ୍ତି, ଆମମାନଙ୍କୁ ଡାକି ଅଛନ୍ତି। ଆମେମାନେ ଯିବାର ଯୋଗ୍ୟ ନଥିଲୁ। ଆମେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଯିବାର କୌଣସି ମଧ୍ୟ ଆମମାନଙ୍କ ଠାରେ କୌଣସି ଗୁଣ, ନା କୌଣସି ପଇସାରେ, ନା କୌଣସି କର୍ମରେ ଏ ସମୟରେ କ'ଣ କି ଆମେ ଯାଉନଥିଲୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ କ'ଣ କରିଅଛନ୍ତି? ତାଙ୍କର ଅନୁଗ୍ରହ ଦ୍ୱାରା ଆମମାନଙ୍କୁ ସେ ଡାକି ଅଛନ୍ତି। ସେଇ ଅନୁଗ୍ରହ ଦ୍ୱାରା ଆମେ ସମସ୍ତେ ତାଙ୍କର ସନ୍ତାନ ହେଇକି ତାଙ୍କର ଠାରେ ଆମେ ରହିଅଛୁ। ହେଲେ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସନ୍ତାନ, ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଯେଉଁ ଆହ୍ୱାନରେ ଆମେ ଆହୁତ ହୋଇଅଛୁ, ଆମେ ଲାଷ୍ଟରେ କେଉଁଟା ଦେଖାଯାଉଛୁ? ସେଥିରେ ଯୋଗ୍ୟ ଆଚରଣ କର। ଆମମାନଙ୍କୁ କ'ଣ କରିବାର ଅଛି? ଆମେ ଯଦି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସନ୍ତାନ, ତାହେଲେ ଆମେ କ'ଣ କରିବାର ଅଛି? ଆମେ ଯୋଗ୍ୟ ଆଚରଣ କରିବାର ଆବଶ୍ୟକ ଅଛି। ଆମେ ପ୍ରଭୁଙ୍କ ଠାରେ ଆମେ ବିଶ୍ୱାସର ସହିତ, ଧୈର୍ଯ୍ୟର ସହିତ, ସିଦ୍ଧତାର ସହିତ ଏବଂ ପରୀକ୍ଷାରୁ ନେଇକି ଆମେ ଯେମିତି ଫଳପ୍ରଦ ହୋଇପାରିବା, ସେ ଜୀବନ ଆମମାନେ ବିତାଇବାର ଅଛି। ପ୍ରଭୁ ଆମମାନଙ୍କୁ ଏଇ ଯେଉଁ ପ୍ରଭୁଙ୍କର ଯେଉଁ ସନ୍ତାନମାନଙ୍କର ଯେଉଁ ଆଚରଣ କେଉଁଭଳିଆ ହେବା ଦରକାର, ଏବଂ ଆମେ ପବିତ୍ର ବଚନରେ ଯେଉଁ କି ପୁରାତନ ନିୟମରେ ଆମେ ଅନେକଙ୍କର ବିଷୟରେ ଆମେ ଦେଖୁଛୁ, ସେସବୁ ଆମେ 4 ଜଣଙ୍କର ବିଷୟରେ ଆମେ ଚିନ୍ତା କରିବା। ଆମେ ପ୍ରଥମରେ ଆମେ ତାହାକୁ ଜେନେସିସ୍ ଚାପ୍ଟର, ଉତ୍ପତ୍ତିର ଆଦି ପୁସ୍ତକ 4:24 ଦେଖାଯାଇଅଛି। ସେଠାରେ ଉପକାର ଲେଖାଯାଏ। ଆଦି ପୁସ୍ତକ 4:25 ପଦ, 24। ତେବେ ଯେବେ କଇନର ବଧର ପ୍ରତିଫଳ 7 ଗୁଣ ହୁଏ, ତେବେ ଲେମକର ପ୍ରତିଫଳ 77 ଗୁଣ ନିଶ୍ଚୟ ହେବ। 4:24। ଏ ପ୍ରକାର ଲେଖାଯାଏ। 5:24 ପଦ, ହନକ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ, ଆଉ ସେ ଅନ୍ତର୍ହିତ ହେଲେ, ଯେହେତୁ ପରମେଶ୍ୱର ତାଙ୍କୁ ଗ୍ରହଣ କଲେ। ଆମେ ଏଠାରେ ଦେଖିପାରୁଛୁ ଆମମାନେ କ'ଣ ପରମେଶ୍ୱରଙ୍କର ଯେଉଁ ସନ୍ତାନ, ତାଙ୍କର ଆଚରଣ ବିଷୟରେ ଆମେ ଦେଖିପାରୁଛୁ। ଆମେ ପବିତ୍ର ବଚନରେ ଯେଉଁ ହନକଙ୍କର ବିଷୟରେ, ଏଇଟା ହନକଙ୍କର ବିଷୟରେ ପ୍ରଥମ ଯାହାକି ଆଦି ପୁସ୍ତକରେ ଲେଖାଯାଉଛି। କ'ଣ ଲେଖାଯାଉଛି ଏଠାରେ? ହନକ ପରମେଶ୍ୱରଙ୍କର ସହିତ ଗମନାଗମନ କଲେ, ଆଉ ସେ ଅନ୍ତର୍ନିହିତ ହେଲେ, ଯେହେତୁ ପରମେଶ୍ୱର ତାଙ୍କୁ ଗ୍ରହଣ କଲେ। ଆମେ ଯେଉଁ ହନକଙ୍କର ବିଷୟରେ, ହନକ କ'ଣ କଲେ? ସେ ପରମେଶ୍ୱରଙ୍କର ସହିତ ଗମନାଗମନ କରୁଥିଲେ, ପରମେଶ୍ୱରଙ୍କ ସହିତ ସେ କ'ଣ କରୁଥିଲେ? ସେ ରହୁଥିଲେ। ତେଣୁ ଆମମାନେ ଯଦି ପରମେଶ୍ୱରଙ୍କର ସନ୍ତାନ,
आमे कौन करवार अच्छे आमे परमेश्वर को ठारे परमेश्वर को जहाँ प्रत्येक ठारे आमे प्रार्थनामय जीवन आमे विश्वास सहित आमे कौन करवार अच्छे ये जागतिकर अनेक प्रकार चिंता दुख कष्ट जंत्रणा ये समस्त आम जगत अच्छु तो आसू थाई मात्र कौन करवार अच्छे आम परमेश्वर को ठारे रही आम परमेश्वर को ठारे सहित आम गमनागमन तांकर उद्देश्य आत्मिकतार अभिवृद्धि आम बढ़वार अच्छे आम हनक विषय से खूब भाया नहीं से जीवन बिताऊे खूब भाया नहीं से विश्वास सहित से थे आम एवरी पुस्तक 11:5 लिखा गई अच्छी प्रकार लिखा जाए एप्रिल 11:5 पद विश्वास द्वारा हनक मृत्युभोग न करी अंतर्हित हेले से आउ देखागले नहीं कारण ईश्वर तांको अंतर्हित करथिले से जे ईश्वरंकर संतोष पात्र अंतर्हित हेबा पूर्वे सेतिर साक्ष्य प्राप्त होइथिले हनक विषय आम जो चिंता करूँ हनक कौन कले विश्वास प्रथम विषय कौन है आम प्रभु आम सन्तान मानकर आचरण प्रथम विश्वास द्वारा हनक मृत्युभोग न कर अंतर्निहित हेले से आउ देखागले नहीं कारण ईश्वर अंतर्निहित करथिले से जे ईश्वरंकर संतोष पात्र अंतर्निहित हेबा पूर्वे से साहित्य प्राप्त करथिले आम देखिपुँ कि हनक से परमेश्वर को ठारे से विश्वास रे नहीं से दृढ़तार से जीवन बिताउले एवं विश्वास द्वारा से जीवन रे आम 6 लिखा जाए से तले आ विश्वास बिना तांको संतोष पात्र हेबा असंभव कारण ईश्वर जे अछंती यहाँ से जे तांको अन्वेषणकारी मानकर पुरस्कार दाता यहाँ तांको छमको आसीबा लोक तो विश्वास करवा आवश्यक आम कौन करवा आवश्यक प्रथम आम मैंने परमेश्वर को ठारे आम विश्वास करवा आवश्यक आम अन्य को विश्वास न करी अन्य को आम एत ये न करी कौन करवार अच्छे आम परमेश्वर को भी आम विश्वास करके परमेश्वर को ठार आम रहा दरकार प्रथम आम हन जो भाया नहीं से विश्वास द्वारा से समस्त कार्य से करें प्रभु को ठारे गमनागमन कर से भाया आम मैंने कौन कर आम मैंने परमेश्वर को ठारे रही आम विश्वास सहित दृढ़तार सहित आम बढ़वार अच्छी प्रभु को आम कौन करवार अच्छे आम पसंद करवार अच्छी आम देखा जेनेसिस 6:9 से लिखा गई अच्छी हाँ नहंकर वंशावली नह अपना वर्तमान समय लोक मध्य धार्मिक और साधु लोक थे नह परमेश्वर सहित गमनागमन करे आम देखिपारे प्रथम विषय है विश्वास द्वारा आम आचरण करवार अच्छी प्रथम न जोटा कि आम हनकर विषय से विश्वास द्वारा एवं द्वितीय आम मानकर जो सन्तान मानकर जो आचरण जहाँकि आम नहक विषय आम देखिपारे एठारे कौन नह अपना वर्तमान समय लोक मध्य धार्मिक और साधु लोक थे नह परमेश्वर सहित गमनागमन करे आम एठारे देखिपारे नह को भाया जीवन बिताऊे नह जो कि ये जो संसार में जमी चली अच्छी से भाया ही से संसार से थे एवं से समय कौन थिला से समय जो कि राजनीति से समय अनेक लोग ये विरोध रे ये करुले अनेक लोग अनेक प्रकार कथा कहते मात्र से समय एड़े बड़ ये परिस्थिति रे कौन कले नह जोड़े आम देखिपार्छु धार्मिक साधु लोक थे आम जहाँ कि नहक विषय आम जब चिंता करवा ताहले से समय कौन थे से नह धार्मिक एवं साधु लोक आम नहकर विषय आउ गोटे विषय आम देखा 6:5 देखा कौन लिखा है कि से संसार अनंतर सदा प्रभु देखिए जो पृथ्वी मनुष्य दुष्टता अति बड़
ଆଉ ତାହାର ଅନ୍ତଃକରଣ ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ର। ଆମେ ଦେଖିପାରୁଛୁ ନହଙ୍କର ଯେଉଁ ଧାର୍ମିକ ଏବଂ ସାଧୁତା ବିଷୟରେ ଯାହାକି ପୃଥିବୀରେ ସେତେବେଳେ କ'ଣ ଥିଲା, ଅନେକ ଲୋକମାନେ କ'ଣ କରୁଥିଲେ, ସେଇ ଭଳିଆ ଚିନ୍ତାଧାରାରେ ଥିଲେ। ଅନେକ ଲୋକମାନେ ଯାହାକି ଦୁଷ୍ଟତା ଏବଂ ତାଙ୍କର ଅନ୍ତଃକରଣରେ ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ରରେ ସେମାନେ ଜୀବନ ବିତାଇଥିଲେ। ସେହି ସମୟରେ ପରମେଶ୍ୱର କାହାକୁ ବାଛିଲେ? ସେହି ସମୟରେ ପରମେଶ୍ୱର ନୋହଙ୍କୁ ଆମେ ବାଛିଛନ୍ତି ଏବଂ ନୋହ ସେହି ସମୟରେ ଜଣେ ମାତ୍ର ଯାହାକି ପରମେଶ୍ୱରଙ୍କ ଠାରେ ସେ ବିଶ୍ୱାସ ସହିତ ସେ ବଢ଼ୁଥିଲେ। ଆମେ ଦେଖିପାରୁଛୁ। ଆଉ ନୋହଙ୍କର ବିଷୟରେ ଆମେ ଯଦି ଚିନ୍ତା କରିବା ତାହେଲେ ଏଭଳି 11:7 ଲେଖାଯାଇଅଛି ଏଠାରେ, ବିଶ୍ୱାସ ଦ୍ୱାରା ନୋହ ସେ ସମୟ ପର୍ଯ୍ୟନ୍ତ ଅପ୍ରକାଶିତ ବିଷୟ ସମ୍ବନ୍ଧରେ ପ୍ରତ୍ୟାଦେଶ ପାଇ ଭକ୍ତି ସହକାରେ ଆପଣା ପରିବାରର ରକ୍ଷା ନିମନ୍ତେ ଗୋଟିଏ ଜାହାଜ ନିର୍ମାଣ କଲେ। ପୁଣି ସେହି ବିଶ୍ୱାସ ଦ୍ୱାରା ସେ ଜଗତକୁ ଦୋଷୀ କରି ବିଶ୍ୱାସ ଅନୁଯାୟୀ ଧାର୍ମିକତାର ଅଧିକାରୀ ହେଲେ। ଏଠାରେ ଲେଖାଯାଇଛି ନୋହ ଜଣେ ବିଶ୍ୱାସ କଲେ ପରେ ସେ ନିଜର ଜୀବନ ବଞ୍ଚାଇବା ପାଇଁ ସେ ତ ଯାହା କଲେ। ମାତ୍ର କ'ଣ ଏଠାରେ କ'ଣ ହେଉଛି ନୋହଙ୍କର ଜୀବନରେ ଆମେ କ'ଣ ଦେଖିପାରୁଛୁ କି ନୋହ ଏଠାରେ ଆମେ ବିଶ୍ୱାସ ଦ୍ୱାରା ନୋହ ସେ ସମୟରେ ପର୍ଯ୍ୟନ୍ତ ଏ ପ୍ରକାଶିତ ବିଷୟ ସମ୍ବନ୍ଧରେ ପ୍ରତ୍ୟାଦେଶ ପାଇଁ ଉକ୍ତ ସହକାରେ ଆପଣା ପରିବାରକୁ ରକ୍ଷା ନିମନ୍ତେ ଗୋଟିଏ ଜାହାଜ ନିର୍ମାଣ କଲେ। ଏବଂ ସେହି ବିଶ୍ୱାସ ଦ୍ୱାରା ସେ ଜଗତକୁ ଦୋଷୀ କରି ବିଶ୍ୱାସ ଯାଇ ଧାର୍ମିକତାର ଅଧିକାର ହେଲେ। ଦେଖିପାରୁଛୁ ନୋହ ସେତେବେଳେ ଯାହାକି ଯେଉଁ ଦ୍ୱନ୍ଦ୍ୱ ପାତ୍ର ଥିଲା ସେତେବେଳେ କ'ଣ କଲେ, ଯେଉଁ ସଂସାରରେ ସେତେବେଳେ ନୋହ ସେ ପରିବାରକୁ ଆମେ ଏଠାରେ ଦେଖିପାରୁଛୁ। ଏଠାରେ ଜଣେ ନାହାନ୍ତି, ପରିବାରକୁ ମଧ୍ୟ ସେ କ'ଣ କରିଅଛନ୍ତି, ପରିବାରକୁ ମଧ୍ୟ ସେ ଚିନ୍ତା କରିଅଛନ୍ତି। ଆମମାନଙ୍କର ଜୀବନରେ ଆମେ ପ୍ରଭୁଙ୍କର ସନ୍ତାନ, ଆମେ ପ୍ରଭୁଙ୍କର ଯେଉଁ ସନ୍ତାନ ହେଲେ ଆମମାନଙ୍କର ଆଚରଣରେ କ'ଣ ହେବା ଦରକାର? ଆମେ ପ୍ରଭୁଙ୍କର ଯେଉଁ ଆତ୍ମିକତାରେ ଅଭିବୃଦ୍ଧି ହେଇକି ନୋହ ଯେଉଁ ଭଳିଆ ସେ ଯେଉଁ ଜାହାଜଟି ନିର୍ମାଣ କଲେ, ଆମେ ଯଦି ଚିନ୍ତା କରିବା ଏ ସମୟରେ ଯେଉଁଟା ଜାହାଜ ଗୋଟେ ତିଆରି କରିବାକୁ ହେଲେ ନାଇଁ କି ବହୁତ ସହଜରେ ନାଇଁ କି ସମସ୍ତେ କରିପାରନ୍ତି। ମାତ୍ର ସେ ସମୟରେ ନୋହଙ୍କର କେତେ ବଡ଼ କଷ୍ଟ ହୋଇନଥିବ, କେତେ ପ୍ରୋବ୍ଲେମ୍ ହୋଇନଥିବ କି ସେ ଜାହାଜକୁ ତିଆରି କରିବା ପାଇଁ, ଏବଂ ସେ ଜାହାଜ ନିର୍ମାଣ କଲେ। ଆମେ ଆଉ ସେ ଜାହାଜରେ ତାଙ୍କର ପରିବାର ସେ ଚିଠିରୁ ନାଇକି ସେମାନେ କ'ଣ କଲେ, ଚିଠିରୁ ମୁକ୍ତି ହେଲେ। ଏବଂ ଆମେ ଦେଖିପାରିବା ଏଠାରେ ପରିବାର ବିଷୟରେ ଯାହା ଲେଖାଯାଇଅଛି, ଏଠାରେ ଆମମାନଙ୍କର ଯେଉଁ ଆତ୍ମିକତା, ଆମମାନଙ୍କର ଯେଉଁ ଆଚରଣରେ ଆମେ କ'ଣ କରିବାର ଅଛି, ଆମମାନଙ୍କର ପରିବାରମାନଙ୍କୁ ମଧ୍ୟ ଆମେ ପ୍ରଭୁଙ୍କ ଠାରେ ନେଇକି ଆସୁଛୁ। ଆମମାନଙ୍କର ଯେଉଁ ବନ୍ଧୁବାନ୍ଧବ ଆମମାନେ ଯାହାକୁ ମଧ୍ୟ ଆମେ ଦେଖୁଅଛୁ, ଆମମାନଙ୍କୁ ସେ ସମସ୍ତଙ୍କୁ ଆମେ କ'ଣ କରିବାର ଅଛି, ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଯେଉଁ ସୁସମାଚାରକୁ ସେୟାର କରିକି ଆମେ ସମସ୍ତଙ୍କୁ ଆମେ ପ୍ରଭୁଙ୍କ ଠାରେ ଆମେ ନେଇକି ଆସୁଅଛନ୍ତି। ଯଦି ଏଠାରେ ଆମେ ଦେଖିପାରୁଅଛୁ ନୋହ ଜଣେ ମଧ୍ୟ ସେ କ'ଣ କରିଥାନ୍ତା, ସେ ଜାହାଜ ନିର୍ମାଣ କରିକି ରହିଥାନ୍ତା। ମାତ୍ର ଏଠାରେ ସମସ୍ତ ପରିବାରକୁ ସେ ନିଜ ଜାହାଜର ଭିତରକୁ ସେ ଆଣିଅଛନ୍ତି। ତେଣୁକରି ପରମେଶ୍ୱରଙ୍କ ଠାରେ ଆମେ ଯଦି ତାଙ୍କରି ସନ୍ତାନ ହେଇଅଛୁ, ତେବେ ଆମେ ଅନ୍ୟକୁ ମଧ୍ୟ ଆମେ ତାଙ୍କର ସମାଚାର ଶୁଣାଇକି ଆମେ ପ୍ରଭୁଙ୍କ ଠାରେ ତାଙ୍କୁ ଆମେ ନେଇକି ଆଇବାର ଅଛି। ଆମେ ନୋହଙ୍କର ବିଷୟରେ ଏସବୁ ବିଷୟରେ ଆମେ ଦେଖିଥାଉ। ଆଉ ଆମେ ଆଉ ଗୋଟେ ବିଷୟରେ ଆମେ ଚିନ୍ତା କରିବା, ଯାହାକି ଜେନେସିସ୍ ଚାପ୍ଟର 17:1 ଏଠାରେ ଲେଖାଯାଇଛି। ଆଦି ପୁସ୍ତକ 17:1 ଅବ୍ରାହମଙ୍କର 19 ବର୍ଷ ବୟସରେ ସଦାପୁର ତାଙ୍କୁ ଦର୍ଶନ ଦେଇ କହିଲେ, ଆମ୍ଭେ ସର୍ବଶକ୍ତିମାନ ପରମେଶ୍ୱର ଆମ୍ଭ ଛାମୁରେ ଧର୍ମାଚରଣ କରି ତୁମେ ସିଦ୍ଧ ହୁଅ। ଦେଖିପାରୁଛୁ ଏଠାରେ ସିଦ୍ଧ ବିଷୟରେ ଅବ୍ରାହମଙ୍କର ବିଷୟରେ ଆମେ ଦେଖିପାରୁ। ପ୍ରଥମେ ଆମେ ଯାହା ନୋହଙ୍କ ବିଷୟରେ ଏବେ ଦେଖିଲୁ, ଆଉ ଏବେ ଅବ୍ରାହମଙ୍କର ବିଷୟରେ। ଅବ୍ରାହମଙ୍କର 19 ବର୍ଷ ବୟସରେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, ଆମେ ସର୍ବଶକ୍ତିମାନ ପରମେଶ୍ୱର ଆମ ଛାମୁରେ ଧର୍ମାଚରଣ କରି ତୁମେ ସିଦ୍ଧ ହୁଅ। ଆମମାନଙ୍କୁ କ'ଣ କରିବାର ଅଛି, ଆମକୁ ସିଦ୍ଧ ହେବାର ଅଛି। ଯେତେବେଳେ ଅବ୍ରାହମକୁ ଯେଉଁ 19 ବର୍ଷ ହେଇଥିଲା, ସେତେ ଅବ୍ରାହମ ଏବଂ
तो ये मानू कौन है एमानू पुत्र संतान नाला मात्र कौन कौन जो अच्छी परमेश्वर को ठारे से माने विश्वास सहित से माने भांगी पड़ी ना न भांगी पड़ी से परमेश्वर को ठारे से माने प्रार्थना कर परमेश्वर से मानू जना अच्छा परमेश्वर ही से सर्वशक्तिमान आउ ए विषय आउ गोटे झाकुक पुस्तक 1:7 लिखा जाए एप्रकार लेखा जाए जाकोब 1:7 पद सेपरी लोक प्रभुଙ୍କ ଠାରୁ କିଛି ପାଇବ ବୋଲି ମନେ ନ କରୁ। जेम्स 1:7 सेपरी लोक एपरी किसी मन न करे आम देखिपार कि जहाँकि 1900 वर्ष मनीष जो मन न किंतु परमेश्वर को ठारे आम विश्वास सहित आम सीध आम धैर्य सहित आम कौन करवार अच्छे आम आज्ञाकारी आम जीवन परमेश्वर कौन असंभव को से संभव करता आम लूक चैप्टर 1:6 आम देखा एक प्रकार लेखा दे लोक 1 पर्वर 6 पद से माने उभय प्रभुंकर समस्त आज्ञा और विधि अनुसार निर्दोष रूपे आचरण करी ईश्वर दृष्टि में धार्मिक थिले। आज्ञा विधि अनुसार निर्दोष रूपे आचरण करी क्यों माने हमें देखिपार जो अब्राहम ये समस्त विषय ये दुई जन जाक कौन थे धार्मिक तेणुक परमेश्वर कौन करती परमेश्वर जो माने जो सीध अनुसार जो माने चलती से कौन करती परमेश्वर से ठीक समय उत्तर दिखती ठीक समय से कौन करती जो योजना प्रकार नहीं समस्त करती आम देखिपार एठारे आउ परमेश्वर और जो संतान मान जो आचरण विषय आम जहाँकि ये सबू विषय परमेश्वर आम कौन करती आम से जीवन बिता आम प्रथम आम जो हनकर विषय आम जो आम चिंता करूँ हनक जो कि परमेश्वर को ठारे विश्वास सहित से बढ़ी परमेश्वर को ठारे से जीवन बिताऊँ एवं परमेश्वर को ठारे से गमनागमन करते आम सब विश्वास सहित दृढ़तार सहित परमेश्वर को ठारे आम जब लगिकी रहा परमेश्वर कौन करती परमेश्वर आम को अधिक अधिक भाव नहीं कार्य निम्ते आम व्यवहार आम देखा आ नहकर जीवन विषय नह जिते से संसार थे से कौन है अनेक प्रकार नहीं जीवन अनेक प्रकार लोक अनेक लोक से कही ये सब कार्य करवाटा भूल मात्र परमेश्वर जो नह कौन कले से धैर्यर सहित से सीधतार सहित रही से परमेश्वर को ठारे से रही सपरिवार को से शिशु से बचाइले एठारे आम देखुचु कि आम परमेश्वर को ठार संतान अच्छु आम आचरण आम जो कार्य कौन करवार अच्छे आम अन्य आम आम परिवार हो आम जहाँ रिलेटिव रे हो आम जो पड़ोसी हो आम सांग हो साथी हो ये समस्त को आम जो पवित्र जो सुसमाचार को आम शुणाई आम प्रभु ठारे एवं अब्राहम विषय आम जो देखिपार अब्राहम जहाँ आम आउ अब्राहम को विषय जहाँ कि अब्राहम जो भाया नहीं से विश्वास सहित जो भाई आज्ञाकारी थे आम देखिपार अब्राहम जिते बड़े परमेश्वर को ठारे से
ଥିଲେ ସେତେବେଳେ କ'ଣ କଲେ ପରମେଶ୍ୱର ତାଙ୍କୁ 99 ବର୍ଷରେ ସେ ପୁତ୍ର ସନ୍ତାନ ଦେଲେ। ପୁତ୍ର ସନ୍ତାନ ସେ ଇସାକକୁ ସେ ଜନ୍ମଗ୍ରହଣ କଲେ। ମାତ୍ର ଆମେ ଦେଖୁଛୁ ଅବ୍ରାହମଙ୍କର ଯେଉଁ ଆଜ୍ଞା ଅବ୍ରାହମଙ୍କର ଯେଉଁ ପରମେଶ୍ୱରଙ୍କ ଠାରେ ଯାହା କି ଯେତେବେଳେ ଏକମାତ୍ର ପୁତ୍ର ସନ୍ତାନ ଦେଲେ ସେତେବେଳେ ପରମେଶ୍ୱର କ'ଣ କଲେ ଏ ଯେଉଁ ପୁତ୍ର ଅଛି ତାକୁ ତୁମେ ବଳିଦାନ କରନ୍ତି। ମାତ୍ର କିଏ ଅମାନ୍ୟ କଲେ କି କିଛି ମଧ୍ୟ ଅମାନ୍ୟ କରିନାହାନ୍ତି ଏବଂ ପରମେଶ୍ୱରଙ୍କ ଠାରେ ସେ କ'ଣ କଲେ ସେ ପୁତ୍ରକୁ ନେଇକି ସେ ବଳି ଉତ୍ସର୍ଗ କରିବା ପାଇଁ ନେଲେ। ମାତ୍ର ପରମେଶ୍ୱର କ'ଣ ଦେଖନ୍ତି ପରମେଶ୍ୱର ତାଙ୍କର ନେଇକି କ'ଣ କି ସେ ପରୀକ୍ଷା ସିଦ୍ଧ କରନ୍ତି, ପରୀକ୍ଷାରେ ସେ ଇଏ କରନ୍ତି। ମାତ୍ର ଅବ୍ରାହମଙ୍କର ଯେଉଁ ପୁତ୍ର ସନ୍ତାନଙ୍କର କୌଣସି ମଧ୍ୟ କ'ଣ କ୍ଷତି କରିବାକୁ ଦେଲେ ନାହିଁ। ଆମେ ଦେଖିପାରୁଛୁ ଅନେକ ସମୟରେ ଆମମାନଙ୍କର ଜୀବନରେ କ'ଣ ଆସିପାରିଥାଏ ଏ ପରୀକ୍ଷା ସିଦ୍ଧରେ ଆମେ ପଢ଼ିଥାଉ। ଅନେକ ସମୟରେ ଆମମାନେ କ'ଣ କରିଥାଉ ଆମେ ଚାହୁଁଥାଉ କି ଅନେକ ସମୟରେ ପ୍ରଭୁ ମୁଁ ଯାହା କହୁଅଛି ତାହା ହେବ କି ତାହା ଆମମାନେ କ'ଣ କରୁଛୁ ଆମେ ହତାଶ ନିରାଶ ହେଇଯାଉଥାଉ। ମାତ୍ର ପରମେଶ୍ୱର କ'ଣ କରନ୍ତି ପରମେଶ୍ୱର ନାଇଁକି ଆମେ ଶେଷ ପର୍ଯ୍ୟନ୍ତ ଆମେ କ'ଣ କରିବାର ଅଛି ଆମେମାନେ ପରମେଶ୍ୱରଙ୍କ ଠାରେ ଆମେ ଲାଗିକି ରହିବାର ଅଛି। ତାହେଲେ ପରମେଶ୍ୱର କ'ଣ କରନ୍ତି ଆମେ ଯଦି ଅବ୍ରାହମ ଯଦି ସେ କ'ଣ ଲାଲସା କରିଥାନ୍ତା ଅବ୍ରାହମ ଯଦି ପ୍ରଭୁ ମୁଁ ତ 99 ବର୍ଷରୁ ମୋତେ ତୁମେ ପୁତ୍ର ସନ୍ତାନ ଦେଲ ଏବଂ ଏବେ ତୁମେ ନେଇକି ଯାଉଛ ମୋର ପୁତ୍ରକୁ ମୁଁ ଦେବି ନାହିଁ ବୋଲିକି କହିଥାନ୍ତା ତାହେଲେ କ'ଣ ହୋଇଥାନ୍ତା ପରମେଶ୍ୱରଙ୍କର ଯେଉଁ ଆଜ୍ଞାକୁ ସେ ଅମାନ୍ୟ କରିଥାନ୍ତା। ମାତ୍ର ଆମମାନଙ୍କର ଜୀବନରେ ମଧ୍ୟ ଅନେକ ସମୟରେ ଦୁଃଖ ଆସିଥାଇପାରେ ଏ ପରୀକ୍ଷା ଆସିଥାଇପାରେ ପ୍ରଲୋଭନରେ ଆମମାନେ ପଡ଼ିଯାଇଥାଇପାରୁ। ମାତ୍ର କ'ଣ କି ଆମମାନେ କେବେ ମଧ୍ୟ ଆମେ ଚିନ୍ତା କରିବା ନାହିଁ କି ପରମେଶ୍ୱର ଯାହା କରନ୍ତି ତାହା ଆମମାନଙ୍କର ମଙ୍ଗଳ ପାଇଁ କରନ୍ତି। ତେଣୁକରି ଆମେ କ'ଣ କରିବାର ଅଛି ଆମେ ପରୀକ୍ଷାରୁ ନାଇଁକି ଆମମାନେ ଜୟଲାଭ ପାଇବାର ଅଛି। ଆମେ ଯାହା ମଧ୍ୟ ଅଛି ଚିଠିରୁ ନାଇଁକି ଆମମାନେ ବିଶ୍ୱାସର ସହିତ ଦୃଢ଼ତାର ସହିତ ଆମେମାନେ ବଢ଼ିବାର ଅଛି। ତାହେଲେ ପରମେଶ୍ୱର କ'ଣ କରନ୍ତି ପରମେଶ୍ୱର ଆମମାନଙ୍କୁ ଅଧିକରୁ ଅଧିକ ରୂପେ ଆଶୀର୍ବାଦ କରନ୍ତି। ଆମେ ଦେଖିପାରୁଅଛୁ ଆଉ ଏଠାରେ ଆମେ 3ଟା ବିଷୟରେ ଆମେ ଚିନ୍ତା କରୁ ଯାହାକି ଆମମାନଙ୍କର ଜୀବନରେ ଆଚରଣ କରିବା ପାଇଁ। ପ୍ରଥମ ବିଷୟରେ ଯାହାକି ଆମେ ଦେଖିପାରୁଥିଲୁ ପ୍ରଥମରେ ନୋହଙ୍କ ବିଷୟରେ ବିଶ୍ୱାସର ସହିତ ସେ ଯାହାକି ସେ ହନୋକଙ୍କର ବିଷୟରେ ସେ ବିଶ୍ୱାସର ସହିତ ବଢ଼ୁଥିଲେ ଏବଂ ନୋହ ଯେଉଁ ସଂସାରର ସହିତ ସେ ଲଢ଼ିକି ସେ କ'ଣ କଲେ ତାଙ୍କର ପରିବାର ଏବଂ ସେ ବଞ୍ଚିପାରିଲେ। ଆଉ ଆମେ ଅବ୍ରାହମଙ୍କର ବିଷୟରେ ମଧ୍ୟ ଆମେ ଯାହାକି ଆଜ୍ଞାକାରୀ ହେଇକି ପରୀକ୍ଷା ସିଦ୍ଧ ହୋଇକି ସେ ବଢ଼ିପାରିଲେ। ତେଣୁ ଆମେ ମଧ୍ୟ ଆମେ ଯଦି ଏଇ ଜଗତରେ ଅଛୁ ତାହେଲେ ଆମେ ପ୍ରଭୁଙ୍କ ଠାରେ ହେଇକି ଆମେ ସବୁବେଳେ ପ୍ରଭୁଙ୍କର ବିଶ୍ୱାସର ସହିତ ଦୃଢ଼ତାର ସହିତ ପରୀକ୍ଷା ସିଦ୍ଧ ଆଉ ଆମେ ଏ ସଂସାରର ଯେଉଁ ମୋହମାୟା ଯେଉଁ ସଂସାରର ଇଏ ସହିତ ଆମେ କ'ଣ କରାର ଅଛି ଲଢ଼ିକି ନେଇକି ଆମେମାନେ ଯେଉଁ ବିଜୟ ଯାପନ ଆମେମାନେ ଯେଉଁ ପରମେଶ୍ୱରଙ୍କ ଠାରେ ଆମେ ଅଛୁ ଯେ ପରମେଶ୍ୱରଙ୍କ ଯାହା ତାଙ୍କର ସନ୍ତାନ ହେଇକି ଆମେ ଶୀଘ୍ର ଆଚରଣ କରିବାର ଅଛି। ପ୍ରଭୁ ଏଇ ଯେଉଁ 3ଟା ବିଷୟରେ ପ୍ରଭୁ ଆମମାନଙ୍କୁ ଯେଉଁଠି ଆମେ ଯେଉଁ ପବିତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଯେଉଁ ସନ୍ତାନ ତାଙ୍କର ଯେଉଁ ଆଚରଣକୁ ପ୍ରଭୁ ଆମମାନଙ୍କୁ ଏ ଯେଉଁ ଆଚରଣ ଆମମାନେ ସବୁବେଳେ ଆମମାନେ ଯାହା ୟୁଜ୍ କରିପାରିବା ଏବଂ ଅନେକଙ୍କୁ ଆମେ ଜଣାଇବା। ପ୍ରଭୁ ଏଇ ଯେଉଁ ଛୋଟ ପତ୍ର ବାକ୍ୟ ପ୍ରତି ପ୍ରଭୁ ଆମମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ବିଶେଷ କରିକି ଆମ ପରିବାରର ପାଇଁ ଆପଣମାନେ ପ୍ରେୟର କରିକି ଆସୁଛନ୍ତି। ତେଣୁକରି ବହୁତ ବହୁତ ଧନ୍ୟବାଦ। ଆସନ୍ତା ଦିନ ଆସନ୍ତା ବର୍ଷ ସବୁବେଳେ ଆପଣମାନଙ୍କର ସେହି ସ୍ନେହ ପ୍ରେମ ଆମମାନଙ୍କ ସହିତ ସହବର୍ତ୍ତୀ ଥାଉ। ଆମେ ମଧ୍ୟ ମୁମ୍ବାଇରେ ଅଛୁ ଆମ ପରିବାରରେ ଯାହା ମଧ୍ୟ ଦୁଃଖ କଷ୍ଟ ଯାହା ମଧ୍ୟ ଅଛି ତୁମେମାନେ ପ୍ରେୟର କରନ୍ତୁ। ଆମେ ଯେତିକି ପବିତ୍ର ତାରେ ଆମେ ପ୍ରଭୁଙ୍କ ଠାରେ ବଢ଼ିକି ଆମେ ତାଙ୍କର ଏକ ଉଜ୍ଜଳମୟ ଜୀବନ ବିତାଇକି ଆମମାନେ ମଧ୍ୟ ଅନେକଙ୍କ ନିକଟରେ ପ୍ରଭୁଙ୍କ ସମାଚାରକୁ ସେୟାର କରିକି ଆମେ ବଢ଼ିବୁ ଏବଂ କାର୍ଯ୍ୟକ୍ଷେତ୍ରରେ ଗମନାଗମନରେ ସମସ୍ତ କ୍ଷେତ୍ରରେ ପ୍ରଭୁ ଆମମାନଙ୍କର ସହବର୍ତ୍ତୀ ହେବେ ଏବଂ ବାବୁଙ୍କର ବି ଯେଉଁ ସାମୂହିକ ବଡ଼ ଇତିହାସ ଅଛି ସେ ଯେମିତିକି ବଡ଼ ହେଲା ପରେ ସେ ସମସ୍ତ କ୍ଷେତ୍ର ଯେମିତିକି ଆତ୍ମିକତାରେ ଅଭିବୃଦ୍ଧି ହେଇକି ସେ ବଢ଼ିପାରିବ ବଞ୍ଚିପାରିବ। ତେଣୁକରି ପ୍ରଭୁଙ୍କ ଠାରେ ଆପଣ ସମସ୍ତେ ପ୍ରାର୍ଥନା କରନ୍ତୁ। ମୋର ବି କେତେ ଦିନ ପରେ ମୋର ଯିବାର ଅଛି
ମୋର ଯାତ୍ରା ପଥରେ ବି କହୁ ଯେତିକି ସହବର୍ତ୍ତୀ ହେବେ ଏହାକୁ ପ୍ରାର୍ଥନା କରନ୍ତୁ। ଆଉ ଆପଣମାନଙ୍କୁ ମଧ୍ୟ ସମସ୍ତ ଯାହାକି ଏବେ ଖ୍ରୀଷ୍ଟିଆନ ଶ୍ରେଣୀର ଆଙ୍କେଲ ଆଣ୍ଟିମାନେ ସମସ୍ତେ ମନେ ପକାଉଥିବେ ତାଙ୍କର ତରଫରୁ ସମସ୍ତଙ୍କୁ ନମସ୍କାର।